ମୁଁ ଆଜି ଆପଣମାନଙ୍କୁ ତିଆରି କରି ଦେଖେଇବି ମଣ୍ଡା ପିଠା। ମଣ୍ଡା ପିଠା ସମସ୍ତଙ୍କୁ ତିଆରି କରିବା ଜଣା ଆଉ ଓଡ଼ିଶାର ଘରେ ଘରେ ପରିଚିତ। ତେବେ ମୁଁ ଆଜି ମଣ୍ଡା ପିଠା ବିନା ଚାଉଳରେ ତିଆରି କରିବି, ଯେଉଁଟା ବହୁତ ସଫ୍ଟ ରହିବ ଆଉ କରିବା ପ୍ରଣାଳୀ ବି ବହୁତ ସହଜ। ତେବେ ଆଜି ଆମେ ତିଆରି କରିବା ସୁଜି ମଣ୍ଡା। ମୁଁ ସସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ସସ୍ମିତା ମହାନ୍ତି ଓଡ଼ିଆ ରୋଷେଇରେ। ଯଦି ଭିଡ଼ିଓଟି ଭଲ ଲାଗିବ ଭିଡ଼ିଓଟିକୁ ଲାଇକ୍ କରିଦେବେ, ଅନ୍ୟମାନଙ୍କ ସହିତ ସେୟାର କରିବାକୁ ଭୁଲିବେ ନାହିଁ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତେବେ ଡେରି ନ କରି ଚାଲନ୍ତୁ ଭିଡ଼ିଓଟା ଷ୍ଟାର୍ଟ କରିବା। ମଣ୍ଡା ପିଠା ତିଆରି କରିବା ପାଇଁ ଆମେ ପୁର ତିଆରି କରିବା। ଏଠି ମୁଁ ଗୋଟେ ଗିନା ଗୁଡ଼ ନେଇଯାଇଛି। ଗୁଡ଼ଟାକୁ ମେଲ୍ଟ ହେବାକୁ ଛାଡ଼ିଦେବା। ଗୁଡ଼ ଯେମିତି ହାଲକା ମେଲ୍ଟ ହେଇଯିବ, ସେଥିରେ ଗୋଟେ ନଡ଼ିଆକୁ ମୁଁ କୋରିକି ରଖିଥିଲି ପକାଇ ନେଉଛି। ନଡ଼ିଆଟାକୁ ଗୁଡ଼ରେ ଭଲ ଭାବରେ ମିକ୍ସ କରିଦେବା। ଏଠି ଅଧା ଲିଟର କ୍ଷୀରର ଛେନା ମୁଁ ନେଇଛି। ଛେନାଟାକୁ ଆମେ ବି ଗୁଡ଼ରେ ଭଲ ଭାବରେ ମିକ୍ସ କରିକି ମିଶାଇଦେବା। ଯେମିତି ଛେନା ନଡ଼ିଆ ଭଲ ଭାବରେ ମିକ୍ସ ହେଲା ପରେ ଭାଜିବା ଲୋ ମିଡ଼ିୟମ୍ ଫ୍ଲେମ୍ରେ। ଆଉ ଦେଖିବେ ଧୀରେ ଧୀରେ କଡ଼େଇରୁ ଛାଡ଼ିଯିବ, ଜାଣିବେ ଯେ ପୁରଟା ହେଇଗଲାଣି। ଦେଖନ୍ତୁ ପୁରା ଡ୍ରାଏ ହେଇଗଲାଣି, ପୁରଟା ଏଇଟା ହେଇଯାଇଛି। ଏଟାକୁ ଗୋଟେ ଜାଗାରେ କାଢ଼ିକି ରଖିଦେବା। ପୁଣି ଯିବା ନେକ୍ସଟ ପ୍ରୋସେସ୍କୁ। ଏଠି ଗୋଟେ କଡ଼େଇରେ ମୁଁ ପାଣି ଦେବି। ଆପଣ ଯେଉଁ କପ୍ରେ ମେଜର କରିକି ସୁଜି ନେବେ ସେଇ କପ୍ରେ ତା'ର ଡବଲ୍ ପାଣି ନେବେ। ଏଇ କପ୍ରେ ମୁଁ ଗୋଟେ କପ୍ ସୁଜି ନେଇଛି, ଏଥିରେ ମୁଁ 2 ଗିନା ପାଣି ନେଇଗଲି। ସେଥିରେ 2ରୁ 3 ଚାମଚ ମୁଁ ଚିନି ଟିକେ ପକାଇ ନେଉଛି। ସ୍ୱାଦ ହିସାବରେ ଲୁଣ ପକାଇବା। ଲୁଣ ବେଶୀ ପକାଇବେନି, ଅଳ୍ପ ଟିକେ ପକାଇବେ। ଯେତିକି ଆମାଉଣ୍ଟର କରିବେ ସେଇ ହିସାବରେ ଲୁଣ ଦେବେ। ଗୋଟେ ହାତରେ ମୁଁ ଚାମଚ ଏମିତି ଚଲେଇବି, ଆଉ ଗୋଟେ ହାତରେ ସୁଜିକୁ ପକାଇବି, ଯାହାଫଳରେ ସୁଜିଟା ମୁଣ୍ଡା ହେବନି। ଯେତେବେଳେ ପାଣିଟା ଫୁଟିବ ସେଥିରେ ଗୋଟେ ଚାମଚ ତେଲ ପକାଇଦେବେ, ଯାହାଫଳରେ ସୁଜି ଆଉ ତଳେ ଲାଗିବନି। ଏଇଟା ଯେତେବେଳେ କରିବେ ଗ୍ୟାସ୍ର ଫ୍ଲେମ୍କୁ ଲୋ ମିଡ଼ିୟମ୍ ରଖିବେ, ବେଶୀ ହାଇ ଫ୍ଲେମ୍ରେ କରିବେନି। ଦେଖନ୍ତୁ ଲୋ ମିଡ଼ିୟମ୍ ଫ୍ଲେମ୍ରେ ମୁଁ ଏଇଟାକୁ ଭଲ ଭାବରେ ଜନ୍ତି ଦେବି। ଦେଖିବେ ଧୀରେ ଧୀରେ କଡ଼େଇରୁ ଛାଡ଼ି ଛାଡ଼ି ଯିବ, ଜାଣିବେ ଯେ ହେଇଗଲାଣି। ଦେଖନ୍ତୁ କେତେ ବଢ଼ିଆ ଭାବରେ କଡ଼େଇରୁ ଛାଡ଼ି ଛାଡ଼ି ଯାଉଛି। ଏଇଟା ବଢ଼ିଆ ଭାବରେ ହେଇଗଲାଣି। ଏଟାକୁ କାଢ଼ିକି ଗୋଟେ ଜାଗାରେ ଥଣ୍ଡା ହେବା ପାଇଁ ରଖିଦେଉଛି। ତା ଭିତରେ ଗୋଟେ ଜାଗାରେ ପାଣିକୁ ମୁଁ ଗରମ କରିନେଉଛି। ହାତରେ ଟିକେ ତେଲ ଲଗାଇ ଦିଅନ୍ତୁ କିମ୍ବା ପାଣି ଲଗାଇକି ଏଟାକୁ ଭଲ ଭାବରେ ଚକଟି ଦିଅନ୍ତୁ। ଏମିତି ଦାବି ଦାବିକି ଭଲ ଭାବରେ ସଫ୍ଟ କରିକି ଚକଟି ନେବେ, ଯାହାଫଳରେ ପିଠାଟା ବହୁତ ନରମ ହେବ। ଏଥିରୁ ମୁଁ ଗୁଳା କରି ନେଉଛି। ଯେତିକି ଆମାଉଣ୍ଟର ପିଠା କରିବେ ସେହି ହିସାବରେ ଗୁଳା କରି ନିଅନ୍ତୁ। ସାଇଜ୍ ଆପଣଙ୍କର ପସନ୍ଦ ହିସାବରେ ଛୋଟ ବଡ଼ କରିପାରିବେ। ଏଠି ମୁଁ ଗୁଳା ସବୁଯାକ କରିଦେଲି। ଗୋଟେ ଗୁଳାକୁ ଚିକଣ କରିକି ତା ଦେହରେ ଭଲ ଭାବରେ ପୁର ଭରି ନେବା। ଦେଖନ୍ତୁ ଏଥିରେ ପୁର ଭରି ଦେଉଛି। ଭଲ ଭାବରେ ଏମିତି କ୍ଲୋଜ୍ କରିକି ଉପର ପର୍ସନକୁ କାଢ଼ିଦେବା। ଆକୁ ଭଲ ଭାବରେ ଗୋଲ କରି ନିଅନ୍ତୁ। ଏମିତି କରିକି ମୁଁ ସବୁ ପିଠାଯାକ ଗଢ଼ି ନେଉଛି। ସବୁ ପିଠା ଗଢ଼ିଲା ପରେ ଗୋଟେ ଜାଗାରେ ଯେଉଁ ପାଣି ଗରମ କରିଛି ସେଥିରେ ଷ୍ଟିମ୍ କରିବା। ନା ଦେଖନ୍ତୁ ପାଣିଟା ଭଲ ଭାବରେ ଫୁଟିଗଲାଣି। ତା ଉପରେ ଏମିତି ଗୋଟେ ଚାଲଣି ରଖିଦେଲି। ତା ଉପରେ ପିଠା ରଖି ନେବା ଆଉ ଆକୁ ଘୋଡ଼େଇ ନେବା। ଏଥିରେ 15 ମିନିଟ୍ ପାଇଁ ଆମେ ଆକୁ ଷ୍ଟିମ୍ କରିବା। ମନେ ରଖିବେ 15ରୁ 20 ମିନିଟ୍ ଭିତରେ ଆକୁ କରିବେ। ମୁଁ ଟାଇମ୍ ଦେଖିକି ପାଖାପାଖି 15ରୁ 20 ମିନିଟ୍ ଭିତରେ ଏଇଟାକୁ ଷ୍ଟିମ୍ କରିନେଉଛି। ପନ୍ଦରରୁ 20 ମିନିଟ୍ ହେଇଗଲାଣି। ଏଟାକୁ ଦେଖନ୍ତୁ କାଢ଼ି ଦେଉଛି ଆଉ ଗୋଟେ ଜାଗାରେ ରଖି ନେଉଛି, ଯେମିତି ଭଲ ଭାବରେ ଥଣ୍ଡା ହେଇଯିବ। ମନେ ରଖିବେ ଗରମ ଥିଲା ଅବସ୍ଥାରେ କାଢ଼ିବେନି, ପୁରା ଏମିତି ରଖିଦେବେ ଥଣ୍ଡା ହେବା ପାଇଁ। ଦେଖନ୍ତୁ ଥଣ୍ଡା ହେଲା ପରେ ମୁଁ ଗୋଟେ ପ୍ଲେଟ୍ରେ କାଢ଼ି ନେଇଛି। ଆପଣମାନଙ୍କୁ ଭାଙ୍ଗିକି ଦେଖାଉଛି, ଦେଖିବେ ପାଖରୁ ବି ଦେଖାଇ ଦେଉଛି। ଦେଖନ୍ତୁ କେତେ ବଢ଼ିଆ ଭାବରେ ସଫ୍ଟ ହେଇଛି ଆଉ ଖାଇବାକୁ ଏଇଟା ବହୁତ ଟେଷ୍ଟ ଲାଗିବ। ଦେଖନ୍ତୁ ଗୋଟେ ଭାଙ୍ଗିକି ଦେଖାଉଛି। ଦେଖନ୍ତୁ ଭିତର ପର୍ସନ ଦେଖନ୍ତୁ କେତେ ବଢ଼ିଆ ଭାବରେ ସଫ୍ଟ ହେଇଛି। ଆପଣମାନେ ଏମିତି ଗୁରୁବାରରେ କରିକି ଠାକୁରଙ୍କ ପାଖରେ ଭୋଗ ଲଗାଇ ପାରିବେ। ତେବେ କରିବା ବି ବହୁତ ସହଜ ଦେଖିଲେ। ତେବେ ଆଜିର ଭିଡ଼ିଓଟି ଯଦି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିଦେବେ, ଅନ୍ୟମାନଙ୍କ ସହିତ ସେୟାର କରିବାକୁ ଭୁଲିବେ ନାହିଁ। ତେବେ ରହୁଛି, ପୁଣି ଦେଖା ହେବ ଗୋଟେ ନୂଆ ଭିଡ଼ିଓରେ।